ଦୁନିଆ ଜିନିଷ ଦେଇଛି। କହିଲେ ଗୁରୁକୁ ପୂଜା କରାଯାଏ ନା ମୁକୁଟ କେବେ ଗୁରୁ ହେଇପାରିବେ କାହିଁକି ନା ମୁକୁଟ ଭିତରେ ଥାଏ ଗର୍ବ, କାରଣ ସେ ଯାହା ଭିତରେ ଗର୍ବ ଥାଏ ସିଏ ପୂଜାର ଯୋଗ୍ୟ ହେଇପାରିବ ନାହିଁ। ତାକେ ପାଦୁକାରେ ଗର୍ବ ନାହିଁ, ପାଦକରେ ରହୁଛି ବୁଝିଲି। ତାଙ୍କୁ ଗୁରୁ ବି କଲେ ସେ ପାଦୁକା ସାକ୍ଷାତ ଗୁରୁ ନା ହଉ। ମୁଁ କହିଲି ଶିଖିବୁ କଣ? କାଠ କାଲି କଣ ଶିଖିବୁ? ଠାକୁର କହିଲେ କଣ ଶିଖିଗଲା ନା ପାଦୁକା ପୂଜା କରୁଛ? ମୁଁ କହିଲି ନା ଯଦି ଡାହାଣ ପଟ ପାଦୁକା ଥୋଇକିରି ଡାହାଣ ପଟ ପାଦୁକା ନେଇକି ଆଉ ଜଣଙ୍କ ଘରେ ଥୋଇବୁ ତାହେଲେ କଣ ସେଇ ପୂଜା ହେବେ? ମୁଁ କହିଲି ସେମିତି କେମିତି ହବ? ଫାଳେ ପାଦୁକା କଣ ପୂଜା ହୁଏ? ଯଦି ହବ ଦିଟା ଯାକ ଏକାଠି ହବ, ସୀତା ଦୁର୍ଗା ପୂଜା। ଆଉ ଫାଳେ ପାଦୁକା କଣ ପ୍ରଭୁ ଯୋଗ୍ୟ ପୂଜା ହବନି? ଠାକୁର କହିଲେ ତା ଅର୍ଥ କଣ ବୁଝିଛ? ମୁଁ କହିଲି ନା ସେ ଫାଳେ ହଉଛ ତମେ, ଆର ଫାଳ କହିଲି ଆମେ ଦୁଜଣ ମିଶିବାରୁ ସୀତା